ମରିଗଲା। ବେଦପୁର ବାହା ହେଇଛନ୍ତି, ଆମ ବାଙ୍କିରେ ବାହା ହେଇଛନ୍ତି ସେ। ମୁଁ ତାପରେ ମୁଁ ଯେତେବେଳେ ଆପଣଙ୍କ ସହିତ ଫୋନରେ କଥା ହେଲି, ମୁଁ ଖାଲି ବାଙ୍କି କହିଲି, ଆପଣ ମୋ ନାଁଟା ଡାଇରେକ୍ଟ କହିଲି। ମୁଁ ଜାଣିଲି ଯେ ମାନେ ଆମଠୁ ବି ଆପଣଙ୍କର ସ୍ମରଣ ଶକ୍ତି ଆହୁରି ପ୍ରଖର ରହିଛି। ତେଣୁ ଆଜ୍ଞା କ'ଣ କହୁଥିଲି ସେ ତା ଘର କଥା ତା ବାଜା କଥା ବେଶୀ କହିଲା। ଇଏ ମୋ ଉପରେ ଚିଡ଼ୁଛି, ମୁଁ ଲଗେଇଥିଲି ଏକା ତୁ ତା ସାଙ୍ଗରେ କଥା ହେବୁନି, ବସ୍ତା ଚୁପ୍ ଆଇଏସ୍ ଅଫିସର ନା ରିଟାୟାର୍ଡ ଆସିଲ। ମୁଁ କପଡ଼ା କିଛି ଦୁଇଟା ସତ କଥା ବସିଲା, ସେ ତାର ପଡ଼ିଆ ପଡ଼ିଆ ସେ ଯେଉଁଠି ଗୋଟେ ଏକାଠିଆ ଜାଗାରେ ଲୁଚିକି ବସିଲା। ଚାରିଜଣ ମୁଁ କହିଲା ସେ ଦୋକାନରେ ଯାଇକି କହିଲେ ଏତେ ତାଙ୍କ ସହିତ କିଛି ସ୍ମରଣୀୟ ଘଟଣା ଅଛି ଯୋଉଟା ବହୁତ କିଛି ଗୋଟେ ମନ ଥରେ ସେମାନେ ଗୋଟେ ପୁରସ୍କାର ଦଉଥିଲେ। ଯାହା କହିଲୁ ନା ଦହି ପିଇଦେଲୁ ସୂର୍ଯ୍ୟବୃଷ୍ଟି ଆମ ଘରକୁ ଯାଏ। ମୁଁ ଯାଇଥିଲା ତ ତାକୁ ଶେଉଳ ମାଛ ଖାଇବାକୁ ଯାଇଥିଲି। ତାପରେ ସେ ଗୋଟେ ଟେବଲଟେ ବୁଝିଲା ଶୁଣିଲି ମୁଁ ମଝିରେ ମଝିରେ ଫୋନ୍ କରେ ଭଲ ଥିଲା କ'ଣ ଆସିବା ଯାଇଥିଲା ଆମ ଘରକୁ ଯେ ଶେଉଳ ମାଛ ଖାଇଥିଲା। ମୋତେ ସବୁ ଲେଖିଲା ଆମେ ଯେ ଆପଣଙ୍କ ଘରକୁ ଗଲେ ଶେଉଳ ମାଛ କହିବି କି ବହୁତ ଲେଖିବୁ। ସେ ଗୋଟିଏ ଲୋକ ତାର ଚିନ୍ତାଧାରା ଲେଖାଟା ଅଲଗା ନିଆରା। ହଁ ଆଉ ତନୁଲତାର କବିତା ସେ ନିଆରା ମାନେ ଜେନେରାଲି ଗତାନୁଗତିକ ସେ କିଛି ଲେଖେନି। ନିଆରା ସ୍ୱତନ୍ତ୍ର ତାର ଯାହା ଲେଖେ ସେ ଗୋଟେ ସ୍ୱତନ୍ତ୍ରତା ଅଛି। ସେଇଟା ଗୋଟେ ସାଧାରଣ ଯେମିତି ଲେଖନ୍ତି ସେମିତି ଲେଖେ। ବହୁତ ମୁଁ ତାକୁ ଭାରି ପସନ୍ଦ। ହଁ ଥରେ କେନ୍ଦ୍ର ସାହିତ୍ୟ ଏକାଡେମୀ ମୋ ଉପରେ ଗୋଟେ କରିଥିଲା ଅଧିବେଶନ ମୋ ଉପରେ ଯେ ମୋ ଉପରେ ଆଲୋଚନା କରାଯିବ। ମୋତେ ଯିଏ ପ୍ରଶ୍ନ ପଚାରିବ ଏମିତି ମୋ ପ୍ରଶ୍ନ ପଡ଼ିବି ଖାଲି ଏବେ କରୁଛି ଜଣ ଜଣ ସିଏ ସୁନୀଲ ମୋର ଚିହ୍ନା। ମୁଁ ଗୋଟେ କୁକୁର କଥା କହିବି। କୁକୁର କଥା କହୁଥିଲା କାହିଁକି ମୁଁ କହିଲି ମୋ କଥାଟା ଶୁଣ ସତ କଥାଟା ଗୋଟେ କୁକୁର ରଖିଥିଲି ସେ ମୋତେ କାମୁଡ଼ିଲା। ଆଉ ତାକୁ ଏତେ ଭଲ କହୁଥିଲି କାମୁଡ଼ିଲା ସତ କଥାଟା କାମୁଡ଼ିଲା। କଥା ହେଉଛି କ'ଣ ମୁଁ କହିଲି ଗପଟା କାଳ ସାର୍ ମୋତେ ସେଟା ଦେଖି ଯେ ଦେଲି ଗୋଟେ କୁକୁରଟେ ଆଉ ମୁଁ ରଖିଥିଲି ବଡ଼ କୁକୁରଟେ ମୁଁ ଜୀବଜନ୍ତୁ ପ୍ରାଣୀ ମୁଁ ଜାଣେ ଗୋଟେ କୁକୁରକୁ ଗୋଟେ ପ୍ରାଣୀ କାଳେ ସେ ମୋ ପିଛା ପିଛା ଗଲା ଆଖି
ତାକୁ ଯେ ଟେକା ଦେବେ ମୁଁ ଏ ଗୋଟେ ମିଟିଂ ଯାଉଛି ମୋ ପଛ ପଛ ଘର ମୁଁ ସେ ତୁ ପକଡ଼ିକ ଯାହା କୁଟା କୁକୁଡ଼ା ମୁଁ ତ ଘରକୁ ଯା ସେ ଘର କଲା ମୁଁ ତାକୁ ଚାପୁଡ଼େ କରୁଛି ଯାହା କରୁଛି ମୋ ଉପରେ ମୁଁ ପଡ଼ିଆଲା ତାପରେ ମୁଁ ରାଗିକି ଧରିଲାରୁ ମୁଁ କାମୁଡ଼ି ଛିଡ଼ିଏ ଦେଲା ଲେଖିଛି କୁକୁରଟା ରହିଲା ତାକୁ ଆଉ ମୁଁ ଖାଇବାକୁ ଦେଲା ମୁଁ ଆସିକି କହିବି କୁଆଡ଼େ ଗଲା ରାଜା ରାଜା କୁଆଡ଼େ ରାମ କହିଲେ ମୁଁ କହିଲି କଥା ଗୋଟେ ପିଲା ଅଛି ଘର ଘର ମାରିଲା ପୁଅ ବାଟ କଲା ତାକୁ ଖାଇବାକୁ ମୁଁ ତାକୁ ଡାକିବି ଡାକିକି ଖାଇବାକୁ ଦେଲି ଆଉ ଡରିକି ଆସିଲାନି ଖାଇ ତାପରେ ଆସିଲା ପିଲା ପାଇଁ ବଦମାସ ଆଙ୍ଗୁଠି ଛିଡ଼େଇଛୁ ନା ମୁଁ ତାକୁ ଦିଇନି ଦେଖେ ଆଙ୍ଗୁଠିଟା ଭଲ ହେଇଗଲା ଯାହା ହଉ ତ ଆଙ୍ଗୁଠିଟା ଭଲ ହେଇଗଲା ତା ଦିନ କୁକୁରଟା ଘରେ ଛାଡ଼ିଲା ସତେ ଆବାଜ ଜାଣିଛି ଆମ ଶୁଣିଲି କେଉଁଠି ଛୋଟ ହେଉଛି ମରିଯାଉଛି କେଉଁଠି ଶୁଣିଲି ତାପରେ ମୁଁ ଜାଣେ କେତେ ବୁଝୁଥିଲା ସେ ମୋ ଆଙ୍ଗୁଠିଟା ଯେତେବେଳେ ଖରାପ ଥିଲା ପାଖରେ ରହୁଥିଲା ଯେଉଁଦିନ ଆଙ୍ଗୁଠିଟା ଭଲ ହେଇଗଲା ପଡ଼ିଲା ପଢ଼ିଲେ ଗୋଟେ କେତେ ଆଲାପ ଲାଗିବ ଗ୍ରାମପତ୍ର ପଢ଼ିଛନ୍ତି ଆଉ ସୁନୀଲ ପୃଷ୍ଟି ଆମ ଘରକୁ ଯାଇଥିଲା ଆଉ ଗ୍ରାମପଥ ପଢ଼ିଲା ଆଉ ମରିଗଲା ଆଉ ସାହିତ୍ୟ ପୃଥିବୀରେ ମୋ ଇଣ୍ଟରଭ୍ୟୁ ନେଉଥିଲା ଶିଶୁ ରହିଥିଲେ ସେ ସାହିତ୍ୟ ପୃଥିବୀ କରୁଥିଲେ ହଁ ସାହିତ୍ୟ ପୃଥିବୀ କରୁଥିଲି ମୋ ଉପରେ ସେ ବହୁତ କରୁଛି ସାଥି ଆମ ବାଙ୍କେ ଜୁଆଇଁ ସୁନୀଲ ପୃଷ୍ଟି ହେଉଛନ୍ତି ଆମ ବାଙ୍କେ ଜୁଆଇଁ କିଏ ସୁନୀଲ ପୃଷ୍ଟି ମରିଗଲା ବେଦପୁର ବାହା ହେଇଛନ୍ତି ଆମ ବାଙ୍କିରେ ବାହା ହେଇଛନ୍ତି ସେ ମୁଁ ତାପରେ ଲେଖିଛି ଗୀତା ଦେଖି ତାକୁ ଆମ ଘରକୁ ଯାଇଥିଲା ଶେଉଳ ମାଛ ଖାଇକି ଯାଇଥିଲି ସେ ଯାଇଥିଲା ତା ଫଟୋଗ୍ରାଫ ସେଇଟା ବିଜୟରେ ଲେଖିଥିଲେ ସେ ଶେଉଳ ମାଛ ଯୋଉ କଥାଟା ସେ ବିଜୟରେ ଲେଖିଥିଲେ ମୋର ମନେ ଅଛି ବିଜୟର ସମ୍ପାଦକୀୟରେ ଲେଖିଥିଲେ ସେ ତ ସମ୍ପାଦକ ଥିଲେ ବିଜୟ ତ ଆଗେ ଥିଲା ଆଜ୍ଞା ତାପରେ ଛାଡ଼ିଦେଲେ ସୁନୀଲ କି କରୁଥିଲା ସେ ବି ଭଜେ ସେ ଲେକ୍ଚର ଥିଲା ହେଇଛି କ୍ୱାଲିଫାଏଡ୍ ମ୍ୟାନ୍ ମୋ ଗାଁ ଥିବ ତା ଭାଜା ବି ଲେକ୍ଚର ନୁହେଁ ହଁ ସେ କଳାପଥର କଲେଜରେ ଫିନିଶ କରିଥିଲେ ଏବେ ରିଟାୟାର୍ଡ ହେଲେଣି 3 ବର୍ଷ ହେଇଗଲାଣି ତା ସ୍ତ୍ରୀ ହଁ ଆଉ ସୁନୀଲ ମୋ ସୁନୀଲ ମୋ ଉପରେ ମିଠା ବିହନ ମୋତେ ସେ ଲେଖିଥିଲା ମିଠା ବିହନ ବୋଲି ଜାଣିଥିଲେ ଜାଣିଛୁ ନା ବଡ଼ ଅନ୍ଧ ବଡ଼ ଶିଳ୍ପୀ ସିଏ ଧରିଥିଲେ ଇନଷ୍ଟ୍ରୁମେଣ୍ଟ ସ୍ୱର ହେଇଯାଉଥିଲା ସେ କହୁଥିଲା ଆମ ଓଡ଼ିଶାରେ ସେ ମିଠା ବିହନ କେହି ସୁନୀଲ ଲେଖିଥିଲା ମୋତେ ସମସ୍ତେ ମିଠା ବିହନ ବୋଲି ଲେଖୁଥିଲେ ଆଉ ସୁନୀଲ ମୋ ଉପରେ ବହୁତ କରିଛି ସାହିତ୍ୟ ପୃଥିବୀରେ ଆମ ଘରକୁ ଯାଇଛି କବିତା କିନ୍ତୁ ଗୋଟିଏ କଥା ବର୍ତ୍ତମାନ ମୋର ଯେଉଁ ପଢ଼ିବେ ସବୁ କବିତା ବଢ଼ିଆ ମୁଁ କବିତାରେ ଗପ ଲେଖିଛି ତାକୁ ଦୁଇଟା ମଦନ ପଢ଼ୁଥିଲି ମାନେ ସେ ଆପଣ ସେ ତାକୁ ଇଣ୍ଟ୍ରୋଡକ୍ସନରେ ଲେଖିଥିଲେ ଯେ ଆଶିଷ ଗଡ଼ନାୟକ ସମ୍ବାଦ ଲେଖିଥିଲା ଯେ ମାନେ ତାଙ୍କ କବିତା ଗପ ପରି ଲାଗେ ଆଉ ଗପ କବିତା ପରି ଲାଗେ ଗାଁର ଚିତ୍ର ବର୍ଣ୍ଣନା କଲା ସେମିତି ନା ମୁଁ କବିତାରେ ଗପ ଲେଖିଛି ଆଜ୍ଞା କବିତାରେ